ବନ୍ଧୁ ପ୍ରଥମ ଥର କରି ଯଦି ମୋର ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ସବସ୍କ୍ରାଇବର କରିବାକୁ କେବେ ଭୁଲିବେ ନାହିଁ ଯଦି ଭଲ ଲାଗିଥାଏ। ଦର୍ଶକ ବନ୍ଧୁ, ଆଜି ମୁଁ କହିବି ଯେ ଆମେ କାହାକୁ ବିଶ୍ୱାସ କରିବା। ଆଜ୍ଞା, ଏ ସମାଜକୁ, ନିଜ ପରିବାରକୁ, ଏମାନେ ସ୍ୱାର୍ଥରେ ହିଁ ବନ୍ଧା। ଏ ସ୍ୱାର୍ଥ ଅଛି, ସେମାନେ ସବୁକିଛି ଅଛି। ସ୍ୱାର୍ଥ ନାହିଁ ତ ସେମାନେ ଆପଣଙ୍କ ପାଖକୁ ଦୂରେଇ ଯିବେ। ହେଲେ ଆପଣ ବ୍ୟକ୍ତିଗତ ନିଜ କଥାକୁ ଦେଖନ୍ତୁ। ବ୍ୟକ୍ତିଗତ କହିଲେ ଆମେ ନିଜକୁ ମଧ୍ୟ ବିଶ୍ୱାସ କରିହେଉନି। ଆଜ୍ଞା, ଡାହାଣ ହାତରେ ଚାବିଟି ପକାଇଲା ବେଳେ ଚାବିଟି ପକାଇ ସାରିଲା ପରେ ବାମ ହାତକୁ ବିଶ୍ୱାସ ହେଉନି, ସିଏ ଆଉ ଥରେ ବାମ ହାତରେ ଟାଣିକି ଦେଖୁଛି। ଆପଣ ପରୀକ୍ଷା କରି ଦେଖନ୍ତୁ। ଯଦି ଆମେ ଏ ଦୁନିଆରେ କହିବା ସବୁଠୁ ତାହେଲେ ବିଶ୍ୱାସୀ କିଏ ସେ? ଆଜ୍ଞା, ଶୀତ କାକର ବର୍ଷା ଖରା ଖାଇ ଆପଣ ପିଣ୍ଡାରେ ଶୋଇ ରହିଥିବା କୁକୁରଟିଏ। ଆଜ୍ଞା, ମୁଠିଏ ଭାତ ତାକୁ ଦେଲେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଧନ୍ୟବାଦ ଟିକେ ନାଗୁଡ଼ ହଲେଇ ଜଣେଇ ଦେଉଛି। ସିଏ କ'ଣ କେବେ ଆପଣଙ୍କୁ ଅବିଶ୍ୱାସ କରିପାରିବ? ନା ଆପଣଙ୍କ ସହିତ କେବେ ବିଶ୍ୱାସଘାତକତା କେବେ କରିପାରିବ? ଯଦି କେହି ଶତ୍ରୁ ଆସେ, ସେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଭୋ ଭୋ କରି ଭୋକି ସେ ସବୁ ଆପଣଙ୍କୁ ସତର୍କ ସୂଚନା ଜଣେଇ ଦେବ। ତାଠାରୁ ବିଶ୍ୱାସୀ ଆଉ ଦୁନିଆରେ କିଏ ଅଛି? ଏ ସମାଜରେ ତ ଯେତେ ଯାହାକୁ ଉପକାର କଲେ ମଧ୍ୟ ଧନ୍ୟବାଦ ଟିକେ ଦେବା କଥା ଦୂରରେ ଥାଉ, ପଛର ଛୁରା ଭୁଷିବାକୁ ମଧ୍ୟ ପଛଉନାହାନ୍ତି। ତେଣୁ ଭିଡ଼ିଓଟି ଆପଣ କିପରି ଲାଗିଲା? ଯଦି ଭଲ ଲାଗିଥାଏ ଆପଣ ସେ ବନ୍ଧୁମାନଙ୍କ ସହିତ ସେୟାର କରିବେ। ରଖୁଛି ଆଜ୍ଞା। ନମସ୍ତେ ନମସ୍ତେ ନମସ୍ତେ।